ଆଜି ଆସନ୍ତୁ ବନେଇବା ତୁଳା ପରି ନରମ ପାଟିରେ ପୋକ ପୋକ ମିଳେଇ ଯାଉଥିବା ସମସ୍ତଙ୍କର ପସନ୍ଦ ଛୋଟଠୁ ବଡ଼ ପର୍ଯ୍ୟନ୍ତ ଇଟିଲି ପିଠା, ସେ ପୁଣି ବିନା ତେଲ ବିନା ଇନୋ ବିନା ସୋଡ଼ାରେ। ତା ସହିତ ଆମେ ଜାଣିବା ଆପଣ କ'ଣ କଲେ ଇଟିଲି ଛାଞ୍ଚ ଭିତର ଜମା ବି କଳା ପଡ଼ିବନି। ନମସ୍କାର, ରୋଜି ଓଡିଆ କିଚେନକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଭିଡ଼ିଓଟିକୁ ଫୁଲ୍ ଅଛି ନିଶ୍ଚିନ୍ତ କରନ୍ତୁ, ଜାଣିପାରିବେ ରେସିପିଟି କେମିତି ବନିଆ ହେଉଛି। ତେବେ ଆସନ୍ତୁ ଦେଖିନେବା। ଆମେ ଆଜି ଅରୁଆ ଚାଉଳ ନୁହଁ ଉଷୁନା ଚାଉଳରେ ଇଟିଲି ପିଠା ବନେଇବା। ଆଉ ଇଟିଲି ପିଠା ବନେଇବା ପାଇଁ ଏଠି ଦେଖନ୍ତୁ ମୁଁ ନେଇଛି 2 କପ୍ ଉଷୁନା ଚାଉଳ। ଆଉ ଆପଣଙ୍କ ହିସାବରେ ଆପଣ ଯେକୌଣସି ଜାଗାରେ ବା ଯେକୌଣସି ଗ୍ଲାସ୍ ହଉ ଗିନା ହଉ ଆପଣଙ୍କ ଘରେ ଯାହା ବି ଆଭେଲେବୁଲ୍ ଥିବ ସେଥିରେ ଆପଣ ମାପିକି ନେଇପାରିବେ। ଆଉ ଆପଣଙ୍କ ପସନ୍ଦ ଅନୁସାରେ ଏବେ ଆକୁ କ'ଣ କରିବେ ନା 6ରୁ 7 ଥର ଭଲସେ ଧୋଇ ନେବା। ଯେତେବେଳେ ବି ଆପଣ ଚାଉଳଟା ଧୋଇବେ ଆପଣ କ'ଣ କରିବେ ନା ଗଡ଼େଇ ନେବେ, କାହିଁକି ନା ଦେଶୀ ଚାଉଳ ବା ଉଷୁନା ଚାଉଳରେ ପ୍ରାୟ ଗୋଡ଼ି ଥାଏ। ଦେଖନ୍ତୁ ଏବେ ଆକୁ ମୁଁ ଭଲସେ ଧୋଇ ନେଇଛି। ଆକୁ କ'ଣ କରିବା ନା ଆକୁ ଘୋଡ଼େଇ ନେବା ମିନିମମ୍ 4ରୁ 5 ଘଣ୍ଟା। ଏବେ ଆମେ ବିରିକି ମଧ୍ୟ ବତୁରେଇ ନେବା। ଏଠି ମୁଁ ଯେଉଁ କପ୍ରେ ମାପିକି ଚାଉଳ ନେଇଥିଲି ସେଇ କପ୍ରେ ମାପିକି ହାଫ୍ କପ୍ରୁ ଟିକେ ଅଧିକ ବିରି ନେଇଛି। ଉଷୁନା ଚାଉଳରେ ବିରିର ଭାଗଟା ଟିକେ କମ୍ ହେଲେ ଚଳିବ, କିନ୍ତୁ ଅରୁଆ ଚାଉଳରେ ବିରିର ଭାଗଟା ଟିକେ ଅଧିକ ଦରକାର। ଏବେ କିନ୍ତୁ ଆକୁ କ'ଣ କରିବା ଆମେ ଭଲସେ ଧୋଇ ନେବା 4ରୁ 5 ଥର। ଆଉ ଯେକୌଣସି ଆପଣ ଗୋଟେ ମାପ ଜାଗା ନେଉଛନ୍ତି ତାକୁ ଆପଣ ଗୋଟିଏ ଜାଗାରେ ହିଁ ଯେଉଁ ଜାଗାରେ ଚାଉଳ ନେବେ ସେଇ ଜାଗାରେ ହିଁ ମାପିକି ବିରି ନେବେ, ତାହେଲେ ପରଫେକ୍ଟ ବନିବ ପିଠାଟା। ଏବେ ଆକୁ ଆମେ ଦେଖନ୍ତୁ ଧୋଇ ନେଇଛି, ଆକୁ ମଧ୍ୟ ଆମେ ଘୋଡ଼େଇ ନେବା। ଚାଉଳଟା ବତୁରିବା ପାଇଁ ଟିକେ ଅଧିକ ସମୟ ନେବ, କିନ୍ତୁ ବିରିଟା ବତୁରିବା ପାଇଁ ଟିକେ କମ୍ ସମୟ ନେବ। 4ରୁ 5 ଘଣ୍ଟା ପରେ ଦେଖନ୍ତୁ ଚାଉଳଟା ଆମର ବଢ଼ିଆ ସେ ବତୁରି ଯାଇଛି। ହାତରେ ରବ୍ କଲେ ଦେଖନ୍ତୁ ଭାଙ୍ଗି ମଧ୍ୟ ଯାଉଛି, ଜାଣିବେ ଯେ ଆପଣଙ୍କ ଚାଉଳଟା ବତୁରି ଯାଇଛି। ଆଉ ଉଷୁନା ଚାଉଳଟା ଟିକେ ଶୀଘ୍ର ବତୁରି ଥାଏ ଅରୁଆ ଚାଉଳ ଅପେକ୍ଷା। ଆଉ ବିରିଟା ମଧ୍ୟ ଦେଖନ୍ତୁ ବଢ଼ିଆ ସେ ବତୁରି ଯାଇଛି। ଆକୁ ଆମେ ଗୋଟେ ଥର ଧୋଇ ନେବା। ଏବେ ଆକୁ ଆମେ ଗ୍ରାଇଣ୍ଡିଙ୍ଗ କରିବା। ଗ୍ରାଇଣ୍ଡିଙ୍ଗ କରିବା ପାଇଁ ଏଠି ମୁଁ ନେଇଛି ଗୋଟେ ବ୍ଲେଣ୍ଡିଙ୍ଗ ଜାର୍। ପ୍ରଥମେ ଆମେ ବିରିକି ଗ୍ରାଇଣ୍ଡିଙ୍ଗ କରିନେବା। ଗ୍ରାଇଣ୍ଡିଙ୍ଗ କଲାବେଳେ ବିରି ଆଉ ଚାଉଳକୁ ଅଲଗା ଅଲଗା ଗ୍ରାଇଣ୍ଡିଙ୍ଗ କରିବେ। ଏବେ ଆମେ ଏଥିରେ ପାଣି ଦେଇକି ଆକୁ ଆମେ ଗ୍ରାଇଣ୍ଡିଙ୍ଗ କରିନେବା। ଏଠି ମୁଁ ହାଫ୍ କପ୍ ପାଣି ଦେଇଛି, ଆପଣ ଦେଖିବେ ବିରିରେ କେଇଜା ପାଣି ଦିଆହେଉଛି ସେଇ ଅନୁସାରେ ଆପଣ ବିରିରେ ପାଣି ନେବେ। ଏବେ ଆକୁ ଆମେ ଗ୍ରାଇଣ୍ଡିଙ୍ଗ କରିନେବା। ଆଉ ଗ୍ରାଇଣ୍ଡିଙ୍ଗ କଲାବେଳେ ବିରିକି ଦେଖନ୍ତୁ ଟିକେ ଖଦଡ଼ା ରଖିବେ, ପୁରା ଫାଇନ୍ ପେଷ୍ଟ ବନେଇବେନି। ଦେଖନ୍ତୁ ଆର ଟିକେ ଖଦଡ଼ା ଅଛି, ବେଶୀ ରଖିବେନି, ଅଳ୍ପ ଟିକେ ଖଦଡ଼ା ରଖିବେ। ଦେଖନ୍ତୁ ଏଇ ଟାଇପ୍ରେ। ଏବେ ଆକୁ ଆମେ କ'ଣ କରିବା ନା ଗୋଟେ ଜାଗାକୁ କାଢ଼ି ନେବା। ସେଇ ଗ୍ରାଇଣ୍ଡିଙ୍ଗ ଜାର୍ରେ ଚାଉଳକୁ ମଧ୍ୟ ଆମେ ଆଡ଼୍ କରିବା। ଚାଉଳକୁ ପକେଇକି ଆମେ ଏଠି ଦେବା ଅଳ୍ପ ଟିକେ ପାଣି, ବେଶୀ ପାଣି ଦେବେନି, କାହିଁକି ନା ଇଟିଲି ପିଠାର ଆଣଟା ଟିକେ ବହଳିଆ ହେଲେ ହିଁ ଇଟିଲି ପିଠା ପାଇଁ ପରଫେକ୍ଟ ବନିବ। ଆଉ ପାଣିଆ ହେଇଗଲେ ସେଇଟା ଜମା ବି ଭଲ ହେବନି। ଆଉ ଯଦି ବି ଆପଣ ଉଷୁନା ଚାଉଳରେ ପାଣି ଦେଉଛନ୍ତି ଦେଖିକି ପାଣି ଦେବେ। ଆଉ ଚାଉଳଟାକୁ ଗ୍ରାଇଣ୍ଡିଙ୍ଗ କଲାବେଳେ ଖଦଖଦଡ଼ିଆ ଗ୍ରାଇଣ୍ଡିଙ୍ଗ କରିବେ, ନଚେତ୍ ପିଠାଟା ଚିକଣ ହେବ। ଦେଖନ୍ତୁ ଏଇ ଟାଇପ୍ର କେବଳ 2ରୁ 3 ଥର ଘୁରେଇ ଦେବେ। ଯଦି ବାଇଚାନ୍ସ ଆପଣ ଚାଉଳ ଗ୍ରାଇଣ୍ଡିଙ୍ଗ କଲାବେଳେ ଚାଉଳଟା ପୁରା ତିଖଲ ହେଇଗଲା, ତାହେଲେ ସେଥିରେ ଆପଣ କ'ଣ କରିବେ ନା ହାଫ୍ କପ୍ ବା 1 କପ୍ ଯେଉଁ ସୁଜି ଆପଣ ଜାଣିଛନ୍ତି ଚାଉଳ ଚୁନା ସୁଜି, ଯେଉଁଟାକି ଆମର ଇଟିଲି ସୁଜି, ସେଇଟାକୁ ଆପଣ ମିଶାଇ ପାରିବେ, ଯାହାଦ୍ୱାରା କି ଇଟିଲିର ଆଣଟା ପରଫେକ୍ଟ ବନିବ। ଦେଖନ୍ତୁ ସବୁଯାକ ମୁଁ ଏଇ ଟାଇପ୍ର ଗ୍ରାଇଣ୍ଡିଙ୍ଗ କରିନେଲି। ଏବେ କ'ଣ କରିବା ନା ଯେଉଁ ଆମେ ଆଗରୁ ବାଟିକି ରଖିଛେ ବିରିକି ଭଲସେ ଆମେ ଫେଣ୍ଟି ନେବା ମିନିମମ୍ 5 ମିନିଟ୍। ବିରିଟାକୁ ଆପଣ ଯେତେ ବଢ଼ିଆ ସେ ଫେଣ୍ଟିବେ ପିଠାଟା ସେତେ ସଫ୍ଟ ହେବା ସହିତ ଆଉ ସ୍ପଞ୍ଜି ମଧ୍ୟ ହେବ। ଦେଖନ୍ତୁ ଆପଣ ବି ବିରିଟାକୁ ଫେଣ୍ଟି ସାରିଲା ପରେ ଚେକ୍ କରିନେବେ ବିରିଟା ଆମର ମାନେ ଫେଣ୍ଟା ହେଲା ନା ନାହିଁ। ଏବେ ଦେଖନ୍ତୁ ହାତରେ ଟିକେ ହେଲାକୁ ବିରି ନେଇକି ପାଣିରେ ଆମେ ପକାଇବା। ଯଦି ଆପଣଙ୍କ ବିରିଟା ଉପରକୁ ଦେଖନ୍ତୁ ଭାସି ଆସୁଛି, ଜାଣିବେ ଯେ ଆପଣ ଗୋଳିଆଟା ଠିକ୍ ଅଛି। ଏବେ ଏଥିରେ ଆମେ ବାଟିକି ରଖିଥିବା ଚାଉଳକୁ ପକେଇକି 10ରୁ 15 ମିନିଟ୍ ଆକୁ କ'ଣ କରିବା ନା ଲଗାତାର ଫେଣ୍ଟିବା। ଆଉ ଆପଣ ଯେତେ ଭଲସେ ଫେଣ୍ଟିବେ ସେତେ ପିଠାଟା ସଫ୍ଟ ହେବ, ତା ସହିତ ସ୍ପଞ୍ଜି ମଧ୍ୟ ହେବ। ଯଦି ଆପଣ ପିଠାଟା ସାଙ୍ଗେ ସାଙ୍ଗେ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ଏଥିରେ ଲୁଣ ଆଡ଼୍ କରିପାରିବେ। ଆପଣ ଯେତେବେଳେ ପିଠାଟା ବନେଇବେ ସେତିକି ବେଳେ ମଧ୍ୟ ଆଡ଼୍ କରିପାରିବେ। ଆଉ ଏ ଯେହେତୁ ଖରାଦିନ ଚାଲିଛି, ଲୁଣ ଯଦି ଆପଣ ଆଗୁଆ ପକାଇକି ରଖିଦେଉଛନ୍ତି ତାହେଲେ ପିଠାଟାକୁ ଶୀଘ୍ର ଆମ୍ବିଳା କରିଦେବ। ଏବେ ମୁଁ ଏଠି କ'ଣ କରୁଛି ନା ଲୁଣକୁ ଆଡ଼୍ କରିଛି, କାହିଁକିନା ମୋତେ ସାଙ୍ଗେ ସାଙ୍ଗେ ବନେଇବାର ଅଛି। ଏବେ ଆକୁ କ'ଣ କରିବା ନା ଆମେ ଫେଣ୍ଟି ନେବା ଭଲସେ। ଫେଣ୍ଟିକି ଆକୁ କ'ଣ କରିବା ନା 2ରୁ 3 ଘଣ୍ଟା ରେଷ୍ଟ ଦେଇଦେବା। ଆଉ ଯଦି ଆପଣ ଡେରିରେ କରିବାକୁ ଚାହୁଁଛନ୍ତି ତାହେଲେ ଆପଣ କ'ଣ କରିବେ ନା ଅଧଘଣ୍ଟା ବାହାରେ ରଖିକି ତାକୁ କ'ଣ କରିବେ ସାଙ୍ଗେ ସାଙ୍ଗେ ଫ୍ରିଜ୍ରେ ଥୋଇଦେବେ, ନଚେତ୍ ପୁରା ଆମ୍ବିଳା ହେଇଯିବ। ଏବେ ଆଉ କ'ଣ କରିବା ନା ଘୋଡ଼େଇ ନେବା। 2ରୁ 3 ଘଣ୍ଟା ପରେ ଇଟିଲିର ବ୍ୟାଟରଟା ବଢ଼ିଆ ସେ ଫର୍ମେଣ୍ଟେସନ୍ ହେଇଯାଇଛି।
ଏବେ को कौन करवा ना आउ टिके भलसे गोलई नवा। देखंतु इडलीर बैटरटा पूरा मोटा करेनि कि पूरा पतला करेनि। बैटरटा जदि पूरा मोटा हबो पिठाटा टाण लागिबो। आ जदि आपण तार कंसिस्टेंसी ठीक रखुचंदी देखंतु मते टिके बहळा लागुची तेणुकरी मते टिके पानी दे देइची। आर कंसिस्टेंसीटा आपण एई टाइप जदि रखिबे ताहले आपनको पिठाटा सॉफ्ट हबो टाण जमा भी हबनी। एबे हमें कौन करवा ना द्वितीय स्टेप को जीवा। एठी मु नेइची गोटे इडली छांच। इडली छांच रे प्रथम कौन करवा ना गोटे कपड़ा को पकेबा जेहेतु आमे बिना तेल रे मु आपन कहिची बनेया पई एई टाइप रो व्हाइट कपड़ा ही नेबे। एबे हमें एथिरे इडली रो बैटर को रखि नबा जेमते आपण इडली छांच रे रखुचंदी सेई टाइप रे आपण रखि नेबे। जदि आपण एई प्रोसेस रे बनौचंदी तेबे आपनकर गोटे बुंदा तेल भी आपनको पिठारे लागबनी। आपण बिना तेल रे पिठा इजीली बनै परिबे। आउ पिठार टेस्ट मध्ये किछि खराब आसीबनी। आपण नॉर्मली इडली पिठा जेंति बनादी सेम टेस्ट ही आपण पाई परिबे। जदि आपण एम्ति बनाय को चाहू नाहंती इडली छांचरे आपण डायरेक्ट रिफाइन हो किंबा डालटा घी हो लगेकी आपण इडली मध्ये बनै परिबे। देखंतु एई प्रोसेस रे आपनको पसंद अनुसार आपण जो टाइप रो बनै परिबे। इडली छांचरे बैटरटा दे साला परे ताको टिके तळे बाडे देबे। इडली छांच को तळे बाडे देले आपनको बैटरटा पूरा समान भाव रे रहिबो। एबे हमें देखंतु इडली छांचरे किछि पानी नेजी पानी रे हमें दबाबे लेंबू फाळे पकेले कोन हबो ना पिठा कला परे इडली छांच भितर जो कळा पड़ी जाय सेटा कळा जमा भी पड़िबनी। एबे हमें एथिरे छांच को रखिकी आरो मुंह बंद कर देबा। मुंह बंद करिकी गैस को मीडियम लो फ्लेम रखिकी आपको बसै देबा मिनिमम 4 रु 5 मिनिट। 4 रु 5 मिनिट परे छुरी सहायता टिके हमें चेक करनबा देखिबा पिठाटा हेइ जे नै। देखंतु छुरी रे आपनकर जो बैटरटा जमा लागुनी ता माने हमर पिठाटा हेइ गेलानी। एबे कोन करबा ना गैस बंद करिके तळु काढी नबा। देखंतु आपनकर इडली छांचर भितरटा जमा भी कळा पड़िनी। लेंबू पकायर फायदाटा ही होची एया। आपण चाहिले को ट्राई करि परिबे नचे ताको स्किप मध्ये करि परिबे। मो मतरे ये तो आम माने नीतिदिनिया कार्य पे बहुत हेल्पफुल हेई थाए। जो लेंबू सुखी जाई थाए म ताको रखि दी ताको एई टाइप रो ही म ताको व्यवहार करे। एबे हम कौन करबा ना इडली छांच को तळु काढी नबा। आ देखंतु हाथे रे इजीली पिठाटा बाहरी पडुची टिके भी समय वा चामच किछि भी लागुनी। आपण चाहिले ए प्रोसेस रे निश्चित बनै के देखंतु एमिति लागुची मते कमेंट करिकी जणातु। फैमिली फ्रेंड समस्त सहित निश्चित भाव शेयर करंतु। एबे सब जग पिठा मु प्लेट को काढी नेची आपण गरमा गरम खांतु। जदि आम भिडियोटी आपण मानक पसंद आसी थाए तेबे आम चैनल को लाइक शेयर सब्सक्राइब करबे जमे भूलिबेनी। रहुची नमस्कार पुणी देखा आ गोटे नुआ भिडियो रे। से पर्यंत समस्त दिन शुभंकर हो भगवान समस्त भल रखिथांतु।